ଯୁକ୍ତ ହୋଇଥାନ୍ତି। ନେକ୍ସଟ, ନୀଳୟ ଓ ରକ୍ତବାହିନୀ ମଧ୍ୟରେ କେଉଁ କପଟିକା ଅବସ୍ଥାନ କରିଥାଏ? ଉଦ୍ଭିଦର କେଉଁ ବର୍ଜ୍ୟବସ୍ତୁ ଗୁଡ଼ିକୁ ପରିପକ୍ୱ ଡାଇଲେସିସ୍ମର ସଂଗୃହୀତ ହୋଇଥାଏ? ମନୁଷ୍ୟ ପାକତନ୍ତ୍ର ସହିତ ଜଡ଼ିତ କେଉଁ ଅଙ୍ଗ ବର୍ଜ୍ୟବସ୍ତୁ ନିଷ୍କାସନ କରିବାରେ ସହାୟକ ହୋଇଥାଏ? ଅଗ୍ନାଶୟର ଆଲଫା ଓ ବିଟା କୋଷରୁ ଯଥାକ୍ରମେ କେଉଁ ହରମୋନ କ୍ଷରିତ ହୋଇଥାଏ? କେଉଁ ହରମୋନର ଅଭାବରେ ରକ୍ତରେ ଶର୍କରା ପରିମାଣ ବଢ଼ି ଡାଇବେଟିସ୍ ମେଲିଟସ୍ ରୋଗ ହୋଇଥାଏ? ବିଭାଜନ ପ୍ରକ୍ରିୟାରେ ଅଲଙ୍ଗି ଜନନ ପ୍ରକ୍ରିୟା କେଉଁ ଜୀବଠାରେ ଦେଖାଯାଏ ନାହିଁ? କେଉଁ ଜୀବର ବୃଦ୍ଧାବସ୍ଥା ନଥାଏ ଓ ଏହାର ପ୍ରାକୃତିକ ମୃତ୍ୟୁ ମଧ୍ୟ ହୁଏ ନାହିଁ? କେଉଁ ଦୁଇ ଜୀବ ଯଥାକ୍ରମେ ଅନୁପ୍ରସ୍ଥ ଓ ଅନୁଲମ୍ବ ଦୁଇ ବିଭାଜନ ପ୍ରକ୍ରିୟାରେ ଅଲଙ୍ଗି ଜନନ ପ୍ରକ୍ରିୟା ସମ୍ପାଦିତ କରିଥାନ୍ତି?